ଦୁଃଖର ଗଦାଗଦା ପାହାଡ଼ ଉପରେ ଠିଆ ହୋଇ ଯେ ଦୁଃଖ କ'ଣ ମୋତେ କେବେ ଜଣାଇବାକୁ ଦେଇନଥିବା 6.5 ଫୁଟ ଲମ୍ବର ଉଚ୍ଚା ମଣିଷ ପାଦକୁ ଜୋତା ମୁଣ୍ଡକୁ ଛତା କେଉଁଥିରେ ଅଭାବ ରଖିନଥିବା ଅଭାବୀ ମଣିଷଟିଏ ଶ୍ରୀବରାକୁ ଦେଖିଲା ବେଳେ କାଳେ ଯଦି ଦେଖା ନ ଯିବ କାନ୍ଧ ଉପରେ ବସେଇ ଚକା ଚକା ଆଖି ଆଉ ଜାମୁକୋଳି ପରି କଳା ଦେଖାଯାଉଥିବା ଦିଅ ଜଗା ବୋଲି କହି ହାତ ଯୋଡ଼ି ପ୍ରଣାମ କରିବାକୁ କହୁଥିବା ମଣିଷଟା ହାଡ଼ ଭଙ୍ଗା ଶୀତରେ ନିଜେ ଥରି ସବୁ ଶୀତ ବସ୍ତ୍ରକୁ ମୋ ଉପରେ ଘୋଡ଼ାଇ ଦେଇ ଶୀତ କ'ଣ ଜଣାଇ ଦେଉନଥିବା ଜୋରରେ କମ୍ପିଲା ପରେ ଥରୁଥିବା ମଣିଷଟା ଜାନି ଯାତ୍ରା ମେଳା ମହୋତ୍ସବରେ ମୋର ସବୁ ଅଳି ଅର୍ଜନକୁ ପୂରଣ କରି ମୋ ଖୁସିରେ ବେଶ ଖୁସି ହେଉଥିବା ଅଭାବୀ ମଣିଷଟିଏ ମୋ ବାପା ଯେ ସବୁଦିନ ଦେବତାଙ୍କ ଠାରୁ ବଡ଼ ବିଶାଳ ହୃଦୟର ମଣିଷ ଏ କଥା ତୁମେ ଗଲା ପରେ ଏବେ ବି ବୁଝୁଛି ବାପା। ସମସ୍ତ ଅତିଥି ମୋ ସାମ୍ନାରେ ବସିଥିବା ସାରସ୍ୱତ ସୃଷ୍ଟିର ସତ୍ତା କର୍ମଚାରୀମାନଙ୍କୁ ମୋର ପ୍ରଣାମ। ଆଜିର କାଳଜୟୀ ପୁରୁଷ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଯାହାମାନଙ୍କୁ ପିଲାମାନଙ୍କ ପାଇଁ ଆଜିର ଦିନଟିକୁ ଉତ୍ସର୍ଗୀକୃତ କରୁଛନ୍ତି ସେମାନଙ୍କୁ ପ୍ରତି ତାପରେ ମୋର କଥା ଶିଶୁ ହସିଲେ ଦୁନିଆ ହସେ ହସେ ମାଟି ମା ହସି ଉଠଇ ଘର ଗଣା ହସେ ମୋ ପ୍ରିୟ ଗାଁ ଶିଶୁ ହସିଲେ ଦୁନିଆ ହସେ ହସେ ମୋ ମାଟି ମା ହସି ଉଠଇ ଘର ଗଣା ହସେ ମୋ ପ୍ରିୟ ଗାଁ ହସି ଉଠଇ ଘର ଗଣା ହସେ ମୋ ପ୍ରିୟ ଗାଁ। ମୋର କବିତାର ଶୀର୍ଷକ ଧାର ନେଉଛି କିଛି କ୍ଷଣ। ଅସ୍ତ ଅରୁଣର ଅରୁଣ ରାଗରେ ପକ୍ଷୀଙ୍କର ଦଳ ଗୁଞ୍ଜନ ସମ୍ପର୍କ ବୁଢ଼ୀର ନଟେଇରୁ ସୂତା ସରି ଆସିଲାଣି ସମ୍ପର୍କ ବୁଢ଼ୀର ନଟେଇରୁ ସୂତା ସରି ଆସିଲାଣି ଜୀବନ ଦସ୍ତାବିଜର ଦୌଛକିରେ ହିସାବ କିତାବ ଚାଲିଛି ବନ୍ଧା ପଡ଼ିଛି ଜୀବନ ମୃତ୍ୟୁ ଚାହୁଁ ଚାହୁଁ ମଧ୍ୟାହ୍ନର ତେଜ ଅପସାରି ଅନ୍ଧାର ମାଡ଼ି ଆସୁଛି ହାଟରେ କିଣାବିକାର ସମୟ ଶାନ୍ତ କରି ଆସୁଛି କୁଢ଼କୁଢ଼ ଆଶା ଅସ୍ତିତ୍ୱ ହରାଇ ମୁହଁ ଶୁଖାଇ ଫେରି ଯାଉଛନ୍ତି କୁଢ଼କୁଢ଼ ଆଶା ଅସ୍ତିତ୍ୱ ହରାଇ ମୁହଁ ଶୁଖାଇ ଫେରି ଯାଉଛନ୍ତି ସାଇତା ମଉଳା ମାଳତୀରୁ ଝରୁଛି ମହକ ଖୋଲି ଯାଉଛି ଆପେ ଆପେ ହୃଦୟର ରୁଦ୍ଧ ଦ୍ୱାର ମନର ଝରକା ତୁମେ ଆସିବାର ଅନୁଭବରେ ଖୋଲି ଯାଉଛି ଆପେ ଆପେ ହୃଦୟର ରୁଦ୍ଧ ଦ୍ୱାର ମନର ଝରକା ତୁମେ ଆସିବାର ଅନୁଭବରେ ବିମୁଗ୍ଧ ଏ ଚିତ୍ତ ହଜିଯାଇଛି ଚିନ୍ତା ଚେତନାରେ କିନ୍ତୁ ସମୟ କହୁଛି ଏବେ କର ଋଣ ପରିଶୋଧ ହେଲେ ସେ କ'ଣ ସମ୍ଭବ ଯାଇଯାଏ। କବିତାର ଶୀର୍ଷକ ଛୋଟ ପିଲାଙ୍କ ଗୋଟେ କବିତା ଓ ଡାକିଲା ଭାଇନା ହେତୁକି ନାହିଁ ରେ ବେଳ ହେଲାଣି କରମି ଡେରି ସମୟ ଯାଏ କରି ହସଇ ହସିକା ଆସି କହିଲା ଟିକେ ରୁହ ଦୀର୍ଘଇ ବସିକି ବସି ଆଖି ଥରେ ଲୁହ ମୁଁ ବାଡ଼ିଛି ପଖାଳ ଭାତ ଆଳୁ କଲରା ଭଜା ଖାଉନି ଜମା ଦିଦି କରୁଛି ଖୋଲୁଛି ମାଛ ଭଜା ହସୁ ଆସି ଗୁରୁବାରରେ ଗଲା ଚିନେଇବେ ଗୋ ଭାଇ ଯେତେ କହିଲେ ମତ ବୁଝୁ ନାହିଁ ଏତିକି ବେଳେ ଦୀର୍ଘଇ ସାଙ୍ଗ ଆସିଲା ପଶି ଶୁଣିଲା ସବୁ କହିଲା ଲୋକ ଚିନ୍ତା କରନି ବେଶ ଡାକି ଆଣିଲା ସାଙ୍ଗକୁ ତାର
ମୋର କଥା ମାନିକି ଖାଇଲା ବସି ମୁରୁକି କଷ ବସି ସବିନେ ମିଳି ସ୍କୁଲ ଗଲେ ଆକି ମଜା ଖୁସି ବଡଙ୍କ କଥା ମାନିଲେ ଆମେ ବୁଲିବା ଦିନେ ବଡ ଦେଶ ଜାତିର ନାଁ ରଖିବା ଯିବା ସିନା ଗଡ। ମାଟି ପ୍ରଣାମ ଏବଂ ଆପଣାର ଆପଣମାନଙ୍କୁ ଅଜସ୍ର ଧନ୍ୟବାଦ ଏବଂ ସାରସ୍ୱତ ସମ୍ମାନ। କବିତାର ନାଁ ଦେଇଛି ନାଁଟି ମୋର କଥା। ଯୋଡ଼ିବା କାମେ ଆଗଉ ଲୋଡ଼ା ନାଁଟି ମୋର ମୋର ପିରତି ମମତା ବଳେ ମୋର ପିରତି ମମତା ବଳେ ଫଟା ପାଲଟେ ଗୋଟା ଫଟା ପାଲଟେ ଗୋଟା ଅଟା ମଇଦା ଶାଗୁରେ ମୁହିଁ ଲୁଚି ଛପିକି ଥାଏ କହିଥବେଲ କିନ୍ତୁ ପ୍ରଭୃତି ଗଛରୁ ଜାତ ହୁଏ ଗୋରୁ ଖୁରାରୁ ବାହାରେ ପୁଣି ଶିରିଷ ଅଠା ହୋଇ ମୋରି ପାଇଁ ଅତି ସହଜେ ବନ୍ଧା ହୁଏ ବହି ବାଲି ସିମେଣ୍ଟ ମସଲା ଠାରୁ ଅଟେ ମୁଁ ମଜବୁତ ମୋରି ଲାଗି କେତେ ମନ୍ଦିର ହେଲା ଜଗତେ ଖ୍ୟାତ ବିଜ୍ଞାନ ବଳେ ମୁଁ ବଳିଆନ ବଢ଼ିଛି ମୋର ମାନ ହରସ ମନେ ମଣିଷ ସେବା କରେ ମୁଁ ନୀତିଦିନ ଭଙ୍ଗା ହାଡ଼କୁ ଦିଏ ମୁଁ ଯୋଡ଼ି ଘରେ ମୁଁ ପୋକା ଦାନ୍ତ ସଭିଙ୍କର ମୁଁ ଅତି ନିଜର ସଭିଙ୍କର ମୁଁ ମିତ ସବୁ ଜିନିଷ ପାରେ ମୁଁ ଯୋଡ଼ି ପାରେ ନା ମନ ଯୋଡ଼ି ଏକଥା ଭାବି ମୁଁ ବଡ଼ ଫଳ ସବୁ ତ ଯାଏ ପୋଡ଼ି ମନ ଯୋଡ଼ିବା ଶକ୍ତି ଏକା ଅଛି ମଣିଷ ଠାରେ ସେଇ ଶକ୍ତି ଲଭିବା ଲାଗି ସଦା ମୁଁ ତପ କରେ ସେତିକି ମୁଁ ହିଁ ଲଭିବି ଯେବେ ଜୀବନ ହେବ ଧନ୍ୟ ସଭିଙ୍କ ମନ ଏକାଠି ଯୋଡ଼ି ଅରଜିବେ ମୁଁ ପୁଣ୍ୟ ଯୋଡ଼ିଲେ ମନ ଯୋଡ଼ିବ ସବୁ ବିଭେଦ ଜୀବ ତୁଟି ମଣିଷ ଆଉ ମଣିଷ ତଣ୍ଟି ପାରିବ ନାହିଁ ଘାଟି ପାରିବ ନାହିଁ ଘାଟି ଛୋଟ ମୁହଁରେ କହିଲି ଯାହା ହେଉ ତ ତାହା ସତ ଛୋଟ ମୁହଁରେ କହିଲି ଯାହା ହେଉ ତ ତାହା ସତ ଗୋଟିଏ ମନ ଗୋଟିଏ ହୋଇ ଗାଉ ସଂଗତି ଗୀତ ଗୋଟିଏ ମନ ଗୋଟିଏ ହୋଇ ଗାଉ ସଂଗତି ଗୀତ।